Hello everyone, this is Samir Suna and you are watching my YouTube channel. Now we'll discuss about the one of the most important topic, ସ୍ୱତନ୍ତ୍ରତାର ପ୍ରକାର ଭେଦ। Hello everyone, this is Samir Suna and you are watching my YouTube channel. Now we'll discuss about the one of the most important topic, type of liberty. Before we discuss it, please everyone subscribe to my channel, like, comment and share in this video. ବର୍ତ୍ତମାନ ଆମେ ପଢ଼ିବା ଟାଇପ୍ ଅଫ୍ ଲିବର୍ଟି ବା ସ୍ୱତନ୍ତ୍ରତାର ପ୍ରକାର ଭେଦ ବିଷୟରେ ଆମେ ଆଜି ପଢ଼ିବା। ମ୍ୟାକାଇଭର 1950 ମସିହାରେ ଲିଖିତ ତାଙ୍କର ପୁସ୍ତକ ଆଧୁନିକ ରାଷ୍ଟ୍ର ଦ ମଡର୍ନ ଷ୍ଟେଟ୍ର ସ୍ୱତନ୍ତ୍ରତାର ବିଭିନ୍ନତା ଆଲୋକପାତ କରିଛନ୍ତି। ଯଦି ଦେଖିବା 1950 ମସିହାରେ ଲେଖିଛନ୍ତି ମ୍ୟାକାଇଭର ତାଙ୍କର ପୁସ୍ତକରେ ଦ ମଡର୍ନ ଷ୍ଟେଟ୍, ସେଥିରେ ଲେଖିଛନ୍ତି ସ୍ୱତନ୍ତ୍ରତାର ବିଭିନ୍ନତା ଆଲୋକପାତ କରିଛନ୍ତି। ବିଭିନ୍ନତା ଅର୍ଥ ସେ ଆଲୋକପାତ କରିଛନ୍ତି ବା ବିଭିନ୍ନ ପ୍ରକାରର ସ୍ୱତନ୍ତ୍ରତା ରହିଅଛି ବୋଲି ସେ ଆଲୋକପାତ ମଧ୍ୟ କରାଇଛନ୍ତି। ବ୍ୟାପକ ଦୃଷ୍ଟିକୋଣରୁ ବିଚାର କରି ସ୍ୱତନ୍ତ୍ରତାକୁ 5 ଭାଗରେ ବିଭକ୍ତ କରାଯାଇଅଛି। ଯଦି ଦେଖିବା ମୋଟାମୋଟି ଭାବରେ ସ୍ୱତନ୍ତ୍ରତା 5ଟି ଭାଗରେ ବିଭକ୍ତ କରାଯାଇଛି, ଯାହାକୁ କହିପାରିବା ପ୍ରାକୃତିକ ସ୍ୱତନ୍ତ୍ରତା, ନ୍ୟାଚୁରାଲ ଲିବର୍ଟି ଯାହାକୁ କୁହାଯାଉଛି। 2 ନମ୍ବର ଦେଖିବା ସାମାଜିକ ସ୍ୱତନ୍ତ୍ରତା, ସିଭିଲ ଲିବର୍ଟି। 3 ନମ୍ବର ଦେଖିବା ରାଜନୈତିକ ସ୍ୱତନ୍ତ୍ରତା, ପଲିଟିକାଲ ଲିବର୍ଟି। ଏବଂ ଘ ନମ୍ବର ଦେଖିବା ଇକୋନୋମିକାଲ ଲିବର୍ଟି, ଯାହାକୁ ଅର୍ଥନୈତିକ ସ୍ୱତନ୍ତ୍ରତା ବୋଲି କହିପାରିବା। ଏବଂ 5 ନମ୍ବର ଦେଖିବା ଜାତୀୟ ସ୍ୱତନ୍ତ୍ରତା, ଯାହାକୁ କହିବା ଆମେ ନ୍ୟାସନାଲ ଲିବର୍ଟି ବୋଲିକିରି। ତ ବର୍ତ୍ତମାନ ଆମେ ସବୁ ଆଲୋଚନା କରିବା। ପ୍ରାକୃତିକ ବା ନ୍ୟାଚୁରାଲ ଲିବର୍ଟି ଆମେ ଯାହାକୁ ଦେଖିବା, ଏହା ରାଷ୍ଟ୍ରର ଯାହାକୁ କୁହାଯିବ କ'ଣ, ଯଦି ପ୍ରାକୃତିକ ନ୍ୟାଚୁରାଲ ଲିବର୍ଟି କଥା କହିବା ସେଟା ରାଷ୍ଟ୍ର ସହିତ ସଂଶ୍ଳିଷ୍ଟ ଅଛି। ବ୍ୟକ୍ତିଗତ ବା ସାମାଜିକ ସ୍ୱତନ୍ତ୍ରତା ବା ସିଭିଲ ରାଇଟ୍ ଦେବେ ଦେଖିବା କ'ଣ ଅଛି ସିଭିଲ ରାଇଟ୍ରେ, ମତ ବ୍ୟକ୍ତି କରିବାର ଅଧିକାର, ପୂର୍ବ ଓ ସ୍ୱତନ୍ତ୍ରତା ଆଗରୁ ବି କହିପାରିବ ଏବଂ ତାର ସ୍ୱତନ୍ତ୍ରତା ମଧ୍ୟ ଅଛି, ସେ କିଛି କହିବା ପାଇଁ ସ୍ୱତନ୍ତ୍ରତା ଦିଆଯାଇଛି। ଗମନାଗମନର ଅଧିକାର ନିହାତି ଭାବରେ କରିପାରିବ, ଯେ ଏଇଟା ଆମର ସିଭିଲ ରାଇଟ୍ରେ ଆସିବ। ସମ୍ପତ୍ତିଗତ ଅଧିକାର କରିବା ଅଧିକାର, ଯଦି ଆମେ ସମ୍ପତ୍ତି କିଛି ବି ରୋଜଗାର କରି ସେଭିଂ କରିଛୁ ସେଇଟା ବି ଆମକୁ ଅଧିକାର ମିଳୁଅଛି। ମୁକ୍ତ ଜୀବନ ନିର୍ବାହର ଅଧିକାର, ସାହାଯ୍ୟ ପାଇବା ଅଧିକାର, ନିହାତି ଭାବରେ କ'ଣ ରାଷ୍ଟ୍ରରେ ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ଭାବରେ ଅଧିକାର, ଆମେ ଜୀବନଯାପନ କରିବା, ଜୀବନ ଜୀବିବାର ଅଧିକାର ବା ସାହାଯ୍ୟ ପାଇବାର ଅଧିକାର। 5 ନମ୍ବର ଆମେ ଦେଖିବା ନିଜ ସାଂସ୍କୃତିକ ରକ୍ଷା ଅଧିକାର କରିବାର ଅଧିକାର, ନିଜର ସଂସ୍କୃତି ବା ପରମ୍ପରାକୁ ବଜାୟ ରଖିବାର ଅଧିକାର ମଧ୍ୟ ଆମ ପାଖରେ ରହିଅଛି। ତାପରେ ଦେଖିବା ପଲିଟିକାଲ ଲିବର୍ଟି, ଭୋଟ ଦେବାର ଅଧିକାର। ଯଦି ପଲିଟିକାଲରେ ଦେଖିବା କ'ଣ ଭୋଟ ଦେବାର ଅଧିକାର, ନିର୍ବାଚିତ ହେବାର ଅଧିକାର, ସରକାରୀ ପଦ ମଣ୍ଡନ ଅଧିକାର, ପ୍ରଚାର ଅଧିକାର, ସରକାରଙ୍କୁ ସମାଲୋଚନା କରିବାର ଅଧିକାର। ଏଥିରେ ବି ଆମେ ଦେଖିପାରିବା ପଲିଟିକାଲ ଲିବର୍ଟି, ଏସବୁ ରାଇଟ୍ସ ଆମ ପାଖରେ ଅଛି ଯାହାକୁ ଆମେ କରିପାରିବା। ତାପରେ ଦେଖିବା ଇକୋନୋମିକାଲ ଲିବର୍ଟି, ଯାହାକୁ ଅର୍ଥନୈତିକ ସ୍ୱାଧୀନତା କୁହାଯାଇଛି। କାମ କରିବାର ଅଧିକାର, ଆବଶ୍ୟକ ଅବକାଶ ଅଧିକାର, ଯଥୋଚିତ ମଜୁରୀ ପାଇବାର ଅଧିକାର, ବେକାରୀ ଓ ପୀଡ଼ିତ ଅବସ୍ଥାରେ ରହିବାର ବିରୋଧ କରିବାର ଅଧିକାର, ଯାହାକୁ କହିପାରିବା ଆମେ କ'ଣ ଶୋଷଣ ବିରୋଧୀ ଅଧିକାର, ଏଇଟା କ'ଣ ଇକୋନୋମିକ ଅଧିକାରରେ ଆସୁଛି। ତାପରେ ଦେଖିବା ନ୍ୟାସନାଲ ଲିବର୍ଟି, ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଧିକାର, ଏଇସବୁ ଅନ୍ତର୍ଗତ ଆସୁଛି କ'ଣ ଆମର ଲିବର୍ଟି ବା ସ୍ୱତନ୍ତ୍ରତାର ଅଧୀନରେ ଏସବୁ ଆସୁଛି। ଏବେ ଆମେ ସମ୍ପୂର୍ଣ୍ଣ ଭାବରେ କ'ଣ ଦେଖିବା।
ଯାହାକୁ କହିବା କ'ଣ ପ୍ରଥମେ ପ୍ରାକୃତିକ ବା ନ୍ୟାଚୁରାଲ୍ ଲିବର୍ଟି। ପ୍ରାକୃତିକ ସ୍ୱତନ୍ତ୍ରତାକୁ ଆଲୋଚନାକୁ ଆଣିବାରେ ସାମାଜିକ ଯୁକ୍ତିବାଦୀ ବର୍ତ୍ତମାନ ଆମେ ଦେଖିବା ନ୍ୟାଚୁରାଲ୍ ଲିବର୍ଟି, ଯାହାକୁ ଆମେ ପ୍ରାକୃତିକ ସ୍ୱତନ୍ତ୍ରତା ବୋଲି କୁହାଯାଉଛି। ପ୍ରାକୃତିକ ସ୍ୱତନ୍ତ୍ରତାକୁ ଲୋକଲୋଚନକୁ ଆଣିବାକୁ ସମାଜରେ ଯୁକ୍ତିବାଦୀ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହବ୍ସ, ଲକ୍ ଓ ରୁସୋଙ୍କ ମତରେ ଆଦିମ ମଣିଷ ବଣ ଜଙ୍ଗଲରେ ଯେଉଁ ଅଖଣ୍ଡ ସ୍ୱାଧୀନତା ଭୋଗ କରୁଥିଲା ତାହା ରାଷ୍ଟ୍ର ଦତ୍ତ ନ ହୋଇ ପ୍ରାକୃତିକ ଥିଲା। ତେଣୁ ମନୁଷ୍ୟ ଜନ୍ମ ହେବା ମାତ୍ରେ ଏସବୁ ସ୍ୱାଧୀନତା ତାହା ସହିତ ଜନ୍ମ ନେଇଥାଏ। ଯଦି କହିବା କ'ଣ ନ୍ୟାଚୁରାଲ୍ ରାଇଟ୍ସ, ମଣିଷ ଜନ୍ମ ହେବା ସମୟରେ ତା'ର ପ୍ରାକୃତିକ ଅଧିକାର ସେ ଜନ୍ମ ହେବା ସହିତ ନେଇକି ଆସିଥାଏ। ଏହି ସ୍ୱାଧୀନତା ଅସୀମ ଓ ଅନିୟନ୍ତ୍ରିତ। ଏଇଟାକୁ କ'ଣ ସୀମା, ଏଥିର କୌଣସି ପ୍ରକାର ବନ୍ଧକ ନାହିଁ। ଧନ, ଜୀବନ ଓ ସ୍ୱାଧୀନତା ଅଧିକାର ଏହି ସ୍ୱାଧୀନତାର ପରିସରଭୁକ୍ତ। ଯଦି କହିବା ଧନ, ଜୀବନ ଓ ସ୍ୱାଧୀନତା ବା ଫ୍ରିଡ଼ମ୍ର କଥା କହିବା, ଏହିସବୁ ନ୍ୟାଚୁରାଲ୍ ରାଇଟ୍ସ ବା ନ୍ୟାଚୁରାଲ୍ ଲିବର୍ଟିରେ ଆସିବ। ଏହି ସ୍ୱତନ୍ତ୍ରତା ବିନା ଗୋଟାଏ ସଂଗଠିତ ରାଜନୈତିକ ସମାଜ ଗଠନ ସମ୍ଭବ ହୋଇପାରିବ ନାହିଁ। ଏହିସବୁ ଫିଚର୍ସ ଯଦି ନଥିବ ଗୋଟେ କ'ଣ ଆମେ ରାଜନୈତିକ ପଲିଟିକାଲ୍ ସୋସାଇଟି ଆମେ ଅର୍ଗାନାଇଜ୍ କରିପାରିବା ନାହିଁ। ମାତ୍ର ଏହି ପ୍ରକାର ସ୍ୱତନ୍ତ୍ରତା ଅରାଜକତା ସୃଷ୍ଟି କରିବାରେ ସହାୟକ ହେବାର ଆଶଙ୍କା ରହିଛି। ଯଦି ଦେଖିବା ନ୍ୟାଚୁରାଲ୍ ରାଇଟ୍ସରେ ଏହିସବୁ ଫିଚର୍ସକୁ ଯଦି ଅନୁଧ୍ୟାନ କରିବା, ଏଥିରେ କ'ଣ ଅପରାଜକତା, ଯାହାକୁ ଅରାଜକତା ବୋଲି କୁହାଯାଏ, ସେହି ସବୁ ସୃଷ୍ଟି ହେବାର ଆଶଙ୍କା ରହିଅଛି। ବର୍ତ୍ତମାନ ଆମେ ଦେଖିବା ସାମାଜିକ ସ୍ୱତନ୍ତ୍ରତା, ଯାହାକୁ ସିଭିଲ୍ ଲିବର୍ଟି ବୋଲି କୁହାଯାଇଛି। ଜଣେ ବ୍ୟକ୍ତି ଜଣେ ହିସାବରେ ଯେଉଁ ସ୍ୱତନ୍ତ୍ରତା ଉପଭୋଗ କରେ ତାହାକୁ ସାମାଜିକ ସ୍ୱତନ୍ତ୍ରତା କୁହାଯାଏ। ଯଦି ଆମେ ସମାଜରେ ବସବାସ କରୁଅଛୁ ଆଉ ଯେଉଁ ପ୍ରକାରର ଆମେ ସ୍ୱତନ୍ତ୍ରତା ବା ଆମର ଯେଉଁ ପ୍ରକାରର ଫ୍ରିଡ଼ମ୍ ରହିଅଛି ତାହାକୁ ଆମେ କ'ଣ ସାମାଜିକ ସ୍ୱତନ୍ତ୍ରତା କହିବା। ଏହି ସ୍ୱତନ୍ତ୍ରତା ସମସ୍ତ ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ର ଦ୍ୱାରା ପ୍ରଦାନ କରାଯାଇଥାଏ। ଏହା ଅନୁପସ୍ଥିତିରେ ମଣିଷ ପଶୁ ତୁଲ୍ୟର ପରିଣତ ହୁଏ। ଯଦି ଆମ ପାଖରେ ସାମାଜିକ ସ୍ୱତନ୍ତ୍ରତା ନ ରହିବ ତାହେଲେ ଆମେ ସମାଜରେ ପଶୁ ତୁଲ୍ୟ ହିସାବରେ ରହିବା। ତେଣୁ ସମାଜରେ କ'ଣ ସିଭିଲ୍ ଲିବର୍ଟି ନିହାତି ଭାବରେ ଦରକାର ରହିଥାଏ ଆଉ ସେଇଟା ଆମକୁ ମଧ୍ୟ ରାଷ୍ଟ୍ର ପ୍ରାପ୍ତ କରିଥାଏ। ପ୍ରଫେସର ବାର୍କରଙ୍କ ମତରେ ଶାରୀରିକ ସ୍ୱାଧୀନତା, ବାକ୍ ଓ ବୌଦ୍ଧିକ ସ୍ୱାଧୀନତା ଓ ଚୁକ୍ତି ପାଇଁ ସ୍ୱାଧୀନତା ସବୁ ସାମାଜିକ ସ୍ୱତନ୍ତ୍ରତାର ଅଂଶବିଶେଷ ବୋଲି ସେ କହିଛନ୍ତି। ଯଦି ବାର୍କରଙ୍କ ମତରେ ଅନୁଧ୍ୟାନ କରିବା, ଶାରୀରିକ ସ୍ୱାଧୀନତା ଆମ ପାଖରେ ଶରୀରର ସ୍ୱାଧୀନତା ରହିବା, କିଛି କହିବାର ସ୍ୱାଧୀନତା, ବୌଦ୍ଧିକ ବା କୌଣସି ପ୍ରକାର କରିବାର ସ୍ୱାଧୀନତା ବା ଚିନ୍ତା ବା କୌଣସି ପ୍ରକାରର କାର୍ଯ୍ୟ କରିବାର ସ୍ୱାଧୀନତାକୁ ଆମେ ସାମାଜିକ ସ୍ୱତନ୍ତ୍ରତାର ଅଂଶବିଶେଷ ବୋଲି କହିପାରିବା। ତାପରେ ଆମେ ଦେଖିବା ପଲିଟିକାଲ୍ ଲିବର୍ଟି। ଜଣେ ବ୍ୟକ୍ତି ଜଣେ ନାଗରିକ ହିସାବରେ ଯେଉଁ ସ୍ୱାଧୀନତା ଉପଭୋଗ କରେ ତାହାକୁ ରାଜନୈତିକ ସ୍ୱତନ୍ତ୍ରତା କୁହାଯାଏ। ଯଦି ଦେଖିବା ଜଣେ ବ୍ୟକ୍ତି ବା ନାଗରିକ ହିସାବରେ ଯେଉଁ ପ୍ରକାରର ସ୍ୱାଧୀନତା ଉପଭୋଗ କରାଯାଏ ତାହାକୁ କ'ଣ ରାଜନୈତିକ ସ୍ୱତନ୍ତ୍ରତା ବା ପଲିଟିକାଲ୍ ଲିବର୍ଟି ବୋଲି କହିପାରିବା। ଏହାର ମୂଳ ଲକ୍ଷ୍ୟ ହେଲା ସମସ୍ତ ନାଗରିକମାନଙ୍କୁ ରାଷ୍ଟ୍ରର ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ପାଇଁ ସମାନ ସୁଯୋଗ ଓ ସୁବିଧା ଦେବା। ଯଦି କହିବା କ'ଣ ଏହାର ମୂଳ ଲକ୍ଷ୍ୟ ହେଉଛି ସମସ୍ତ ନାଗରିକ, ରାଷ୍ଟ୍ରରେ ଯେତେ ବି ନାଗରିକ ଅଛନ୍ତି ସମସ୍ତଙ୍କୁ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେବା ପାଇଁ ସେ ପ୍ରୋତ୍ସାହିତ କରିବା ବା ସୁଯୋଗ ବି ଆଉ ସୁବିଧା ଦେବା। ଭୋଟ ଦାନର ଅଧିକାର, ଭୋଟ ଦେବାର ଅଧିକାର, ପ୍ରତିନିଧିତ୍ୱ କରିବାର ଅଧିକାର, ରାଜନୈତିକ ଦଳ ଗଠନ କରିବାର ଅଧିକାର ଏହାର ପରିସରଭୁକ୍ତ। ଯଦି ଆମେ କହିବା ରାଜନୈତିକ ସ୍ୱତନ୍ତ୍ରତା କ'ଣ, ଭୋଟ ଦେବାର ଅଧିକାର, ପ୍ରତିଦ୍ୱନ୍ଦିତା କରିବାର ଅଧିକାର, ଆମେ ନିଜେ ପ୍ରତିଦ୍ୱନ୍ଦିତା କରିପାରିବା ବା ରାଜନୈତିକ ଦଳ ଗଠନ କରିବାର ଅଧିକାର, ଏହାକୁ ପଲିଟିକାଲ୍ ଲିବର୍ଟିର ଅନ୍ତର୍ଭୁକ୍ତ ବୋଲି କହିପାରିବା। ସଭା ସମିତି କରି ଧାରଣା ଓ ଶୋଭାଯାତ୍ରା ମାଧ୍ୟମରେ ସରକାର ଉପରେ ଚାପ ପକାଇବା ରାଜନୈତିକ ସ୍ୱତନ୍ତ୍ରତା ଓ ଅନ୍ୟ ଏକ ବିଶେଷ। ଯଦି କହିବା କ'ଣ ସଭା ସମିତି କରିବା, କୌଣସି ସରକାର ଉପରେ ଚାପ ପକାଇବା, ଏଇଟା ବି ମଧ୍ୟ ପଲିଟିକାଲ୍ ଲିବର୍ଟିର ଏକ ଅଂଶବିଶେଷ ବୋଲି କୁହାଯାଏ। ପ୍ରଫେସର
ଲାସ୍କିଙ୍କର ମତରେ ଏହି ସ୍ୱତନ୍ତ୍ରତା ଉପଭୋଗ କରିବା ପାଇଁ ଦୁଇଟି ସର୍ତ୍ତ ପୂରଣ ହେବା ଆବଶ୍ୟକ। ବ୍ୟାପକ ଶିକ୍ଷା ବ୍ୟବସ୍ଥା, ନିହାତି ଭାବରେ ଶିକ୍ଷା ରହିବା ଦରକାର। ସଚ୍ଚୋଟ ଓ ନିର୍ଭର ସମ୍ବାଦ ପ୍ରଦାନ କରିବା ଦରକାର। ନିହାତି ଭାବରେ ଆମ ସମାଜରେ ସଚ୍ଚୋଟ ବ୍ୟକ୍ତି ଦରକାର, ନିର୍ଭୀକ ବ୍ୟକ୍ତି ନିହାତି ଭାବରେ ଦରକାର। ଆଉ ତାହା ଶିକ୍ଷା ଦ୍ୱାରା ହିଁ ସମ୍ପୂର୍ଣ୍ଣ ଭାବରେ ହେଇପାରିବ ବୋଲି କୁହାଯାଇଅଛି। ତାପରେ ଦେଖିବା ଅର୍ଥନୈତିକ ସ୍ୱତନ୍ତ୍ରତା। ପ୍ରତ୍ୟେକ ବ୍ୟକ୍ତି ଜୀବନ ନିର୍ବାହ କରିବାର ଅଧିକାର ଅଛି। ଜଣେ ବ୍ୟକ୍ତି ଜଣେ ଶ୍ରମଜୀବୀ ହିସାବରେ ଯେଉଁ ଅଧିକାର ଉପଭୋଗ କରେ ତାହାକୁ ଅର୍ଥନୈତିକ ବା ସ୍ୱତନ୍ତ୍ରତା କୁହାଯାଏ। ଯଦି କହିବା କ'ଣ ଆମେ ସମ୍ପୂର୍ଣ୍ଣ ଭାବରେ ଦେଖିବା ପ୍ରତ୍ୟେକ ବ୍ୟକ୍ତି ଏଠାରେ ଜୀବନ ବଞ୍ଚିବାର ବା ନିର୍ବାହ କରିବାର ଅଧିକାର ରହିଅଛି। ଜଣେ ବ୍ୟକ୍ତି ଶ୍ରମଜୀବୀ ବା କାମ କାର୍ଯ୍ୟ କରିବାର ହିସାବରେ ଯେଉଁ ପ୍ରକାର ଅଧିକାର ତାର ପାଖରେ କୌଣସି ପ୍ରକାର ଚାପ ନଥିବ, ଲୋକ ତାକୁ ପ୍ରେସର କରୁନଥିବ, ସେହି ପ୍ରକାରର ଅଧିକାରକୁ ଅର୍ଥନୈତିକ ଅଧିକାର କୁହାଯାଏ। ଏହି ସ୍ୱତନ୍ତ୍ରତାର ଗୁରୁତ୍ୱ ପ୍ରଦାନ କରିବା କ୍ଷେତ୍ରରେ କାର୍ଲ ମାର୍କ୍ସଙ୍କର ଭୂମିକା ପ୍ରାଣିଧ୍ୟାନ ଯୋଗ୍ୟ। ଯଦି ଦେଖିବା କାର୍ଲ ମାର୍କ୍ସ ହେଉଛନ୍ତି ନିହାତି ଭାବରେ ସେ କହିଛନ୍ତି କ'ଣ ଅର୍ଥନୈତିକ ସ୍ୱତନ୍ତ୍ରତା ବିଷୟର ସେ ଜଣେ ଆଗଧାଡ଼ିର ଫିଲୋସଫର ବୋଲି ଆମେ କହିପାରିବା ବା ଗଣ୍ୟ ଯୋଗ୍ୟ ବୋଲି କହିପାରିବା। ଏକ ଶୋଷଣବିହୀନ ସମାଜ ଗଠନ କରି ସମସ୍ତଙ୍କୁ ନିଯୁକ୍ତି ଅଧିକାର, ମଜୁରୀ ପାଇବାର ଅଧିକାର, ଅନ୍ନ, ବସ୍ତ୍ର ଓ ବାସଗୃହ ଯୋଗାଣ ଅଧିକାର ଅର୍ଥନୈତିକ ସ୍ୱତନ୍ତ୍ରତାର ପରିସରଭୁକ୍ତ। ଯଦି କହିବା ଅର୍ଥନୈତିକ ବା ଇକୋନୋମିକ୍ସ ଲିବର୍ଟି କାହାକୁ କୁହାଯାଏ, ଯଦି କହିବା ଏକ ଶୋଷଣବିହୀନ ସମାଜ ଗଠନ କରି ସମସ୍ତେ ନିଯୁକ୍ତି ପାଇବେ, ଅଧିକାର ପାଇବେ, ମଜୁରୀ ପାଇବାର ଅଧିକାର, ଅନ୍ନ ବା ବସ୍ତ୍ର, ଖାଦ୍ୟ ବସ୍ତ୍ର, ବାସଗୃହ ଯୋଗାଇ ଦେବାର ଏସବୁ ଅର୍ଥନୈତିକ ସ୍ୱତନ୍ତ୍ରତାର ପରିସରଭୁକ୍ତ ବା ସେହି ଲିବର୍ଟି ବୋଲି କୁହାଯାଇପାରେ। ଅର୍ଥନୈତିକ ସ୍ୱାଧୀନତା ବ୍ୟକ୍ତିର ଏକ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତା ମୂଲ୍ୟହୀନ। ଯଦି କହିବା କ'ଣ ବ୍ୟକ୍ତି ଯଦି ଅର୍ଥନୈତିକ ସ୍ୱାଧୀନତା ନାହିଁ, ସମାଜରେ ରାଜନୈତିକ ସ୍ୱାଧୀନତାର ମୂଲ୍ୟହୀନ ବୋଲି କୁହାଯାଇଅଛି। ତାପରେ ଆମେ ଦେଖିବା କ'ଣ ଜାତୀୟ ସ୍ୱତନ୍ତ୍ରତା ନ୍ୟାସନାଲ ଲିବର୍ଟି ଆମେ ଦେଖିବା। ଜାତୀୟ ସ୍ୱତନ୍ତ୍ରତା ଅର୍ଥ ହେଲା ପ୍ରତ୍ୟେକ ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ବାହ୍ୟ କବଳରୁ ମୁକ୍ତ ହୋଇ ସ୍ୱାଧୀନ ଭାବରେ ନିଜର କାର୍ଯ୍ୟପନ୍ଥା ସ୍ଥିର କରିବା। ଯଦି କହିବା ନ୍ୟାସନାଲ ଲିବର୍ଟି କଥା, କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ଚାପର ସହିତ କାର୍ଯ୍ୟ ନ କରିବା ବା ନିଜର ସ୍ୱତନ୍ତ୍ରତା ସହିତ କାର୍ଯ୍ୟ କରିବାକୁ ଆମେ କ'ଣ କହିବା ଜାତୀୟ ସ୍ୱତନ୍ତ୍ରତା ବୋଲି କହିପାରିବା। ଏହାର ଅର୍ଥ ହେଲା ଆତ୍ମଶାସନ, ସେଲ୍ଫ ରୁଲ୍ କରିବା କଥା। ନିଜର ଶାସନ ରହିବାର ଦରକାର। ସାମ୍ରାଜ୍ୟବାଦ ଓ ଉପନିବେଶବାଦର ଏହାର ବିରୋଧ କରିଥାଏ। ନିହାତି ଭାବରେ କହିବା ସାମ୍ରାଜ୍ୟବାଦ ଓ ଉପନିବେଶବାଦକୁ ରାଷ୍ଟ୍ର ବିରୋଧ କରିଥାଏ। ତେଣୁ ବିଶ୍ୱର ସମସ୍ତ ରାଷ୍ଟ୍ର ନିଜର ଆତ୍ମନିୟନ୍ତ୍ରଣ ଅଧିକାର ସାବ୍ୟସ୍ତ କରି ଜାତୀୟ ସ୍ୱତନ୍ତ୍ରତା ଲାଭ କରିବା ପାଇଁ ତତ୍ପର ହୋଇ ଉଠିବା ସ୍ୱାଭାବିକ। ଯଦି ଦେଖିବା ସମସ୍ତ ରାଷ୍ଟ୍ର ଲୋକମାନେ ବା ରାଷ୍ଟ୍ର ନିହାତି ଭାବରେ ନିଜର ଆତ୍ମନିୟନ୍ତ୍ରଣ ଅଧିକାର ସାବ୍ୟସ୍ତ କରିବାର ଲାଗି ଜାତୀୟ ସ୍ତରରେ ବା ଜାତୀୟ ସ୍ୱାଧୀନତା ଲାଭ କରିବା ପାଇଁ ତତ୍ପର ହୋଇ ନିହାତି ଭାବରେ ଉଠିବା ସ୍ୱାଭାବିକ। ଏହା ଏକ ସୁସ୍ଥ ଆନ୍ତର୍ଜାତିକ ସମାଜ ଗଠନରେ ସହାୟକ ଅଟେ। ଯଦି ଦେଖିବା ସୁସ୍ଥ ଆନ୍ତର୍ଜାତିକ ସମାଜ ଗଠନ କରିପାରିବା। ଏହା ବ୍ୟତୀତ ଆଧୁନିକ ଯୁଗରେ ଅର୍ଥନୈତିକ ସ୍ୱତନ୍ତ୍ରତା ଇଣ୍ଟରନ୍ୟାସନାଲ ଲିବର୍ଟିର ଏକ ସ୍ୱତନ୍ତ୍ର ଭୂମିକା ରହିଅଛି। ଯଦି ଆମେ କହିବା କ'ଣ ଇଣ୍ଟରନ୍ୟାସନାଲ ଲିବର୍ଟିର ମଧ୍ୟ ଏକ ଭୂମିକା ଅଛି। ଗୋଟାଏ ଯୁଦ୍ଧ ରହିତ ସମାଜ ଗଠନ କରି ଶାନ୍ତିପୂର୍ଣ୍ଣ ସହବାସସ୍ଥାନ ନୀତିକୁ ଆପଣେଇବା ସବୁ ରାଷ୍ଟ୍ରମାନଙ୍କର ଆଜି ପରମ କର୍ତ୍ତବ୍ୟ ହେଉଛି। ଯଦି ଦେଖିବା କ'ଣ ଯୁଦ୍ଧ ଦ୍ୱାରା ନୁହେଁ, ନିଜର ଶାନ୍ତି ଶୃଙ୍ଖଳା ସହିତ ଶାନ୍ତିପୂର୍ଣ୍ଣ ସହବାସ ସ୍ଥାନ କରିବାକୁ ଆପଣେଇ ନେଇଛନ୍ତି ଏବଂ ତାହାକୁ ଆମେ କହିପାରିବା କ'ଣ ଇଣ୍ଟରନ୍ୟାସନାଲ ଲିବର୍ଟି ବୋଲି। ଗଣବିଧ୍ୱଂସ ଅସ୍ତ୍ର ସବୁକୁ ନଷ୍ଟ କରି ଆନ୍ତର୍ଜାତିକ ସହଯୋଗ ଏକ ସୁସ୍ଥ ବାତାବରଣ ପ୍ରତିଷ୍ଠା ଆଜି ସମସ୍ତ ରାଷ୍ଟ୍ରଗୁଡ଼ିକ ପାଳନ କରୁଛନ୍ତି ବୋଲି ଆମେ କହିପାରିବା। ସବୁ ଯାହା ଲୋକମାନଙ୍କର ଧ୍ୱଂସ କରିବା ପାଇଁ ଯେଉଁ ପ୍ରକାର ବୋମା ବିସ୍ଫୋରଣ ଅଛି ସମସ୍ତଙ୍କୁ ଆଡ଼େଇ ଦେଇ ନଷ୍ଟ କରି ଆନ୍ତର୍ଜାତିକ ସହଯୋଗ ଏକ ସୁସ୍ଥ ବାତାବରଣ ପ୍ରତିଷ୍ଠା କରି ଆଜି ସମସ୍ତ ରାଷ୍ଟ୍ରଗୁଡ଼ିକ ଶାନ୍ତିପୂର୍ଣ୍ଣ ଭାବରେ ଚଳିବାର ହେଉଛି କ'ଣ ଜାତୀୟ ସ୍ୱତନ୍ତ୍ରତା ବୋଲି ଆମେ କହିପାରିବା। ସ୍ୱତନ୍ତ୍ରତାର ରକ୍ଷା କବଚ ଯଦି ଆମେ ଦେଖିବା କ'ଣ ସେଫଗାର୍ଡ଼ ଅଫ୍ ଲିବର୍ଟି।
ସ୍ୱାଧୀନତା ମନୁଷ୍ୟର ଏକ ଅମୂଲ୍ୟ ସମ୍ପଦ ହୋଇଥିବାରୁ ଏହାର ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ଆବଶ୍ୟକତା ରହିଅଛି। ଯଦି ଆମେ ସ୍ୱାଧୀନତା କହିବା ତାର କୌଣସି ପ୍ରକାର ରକ୍ଷା ନିହାତି ଭାବରେ କରିବାର ଦରକାର। ଯେଉଁ ବିସ୍ତୃତ କାଳରୁ ରାଷ୍ଟ୍ରର କର୍ତ୍ତୃତ୍ୱ ଓ ବ୍ୟକ୍ତିର ଅଧିକାର ମଧ୍ୟରେ ବିବାଦ ରହିଅଛି। ରାଷ୍ଟ୍ରର କ୍ଷମତା ପରିସର ବଢ଼ିଲେ ବ୍ୟକ୍ତିର ଅଧିକ କ୍ଷୁଣ୍ଣ ହୋଇଥାଏ, କାରଣ ଏହା ଗୋଟାଏ ତରାଜୁର ଦୁଇଟି ପିଲା ପରି ଆମେ ମନେ କରୁ। ଗୋଟାଏ ଉପରକୁ ଗଲେ ଅନ୍ୟଟି ନିମ୍ନକୁ ଯିବା ସ୍ୱାଭାବିକ। ଯଦି ଦେଖିବା କ'ଣ, ଗୋଟାଏ ଉପରକୁ ଯଦି ଯିବ ନିମ୍ନକୁ ଆଉ ଗୋଟାଏ ଯିବା ନିହାତି ଭାବରେ ସ୍ୱାଭାବିକ। ବାଇରନଙ୍କର ଭାଷାରେ ସ୍ୱତନ୍ତ୍ରତାର ମୂଲ୍ୟ ହେଉଛି ଚିର ଜାଗୃତି। ନିହାତି ଭାବରେ ସେ କହିଛନ୍ତି କ'ଣ, ଚିର ଜାଗୃତି ହେଇ ରହିବା, ତାକୁ ଆମେ ସ୍ୱତନ୍ତ୍ରତା କହିବା ବୋଲି ସେ କହିଛନ୍ତି। ଗୋଟାଏ ଏକଛତ୍ରବାଦ ସମାଜରେ ସ୍ୱାଧୀନତା ଉପଭୋଗ କରାଯାଇପାରେ। ଯଦି ଆମେ କହିବା କ'ଣ, ଗୋଟାଏ ଏକଛତ୍ରବାଦ ସମାଜରେ ସ୍ୱାଧୀନତା ଉପଭୋଗ କରାଯାଇପାରେ। ସ୍ୱତନ୍ତ୍ରତା ସୁରକ୍ଷା ପାଇଁ ଲାସ୍କି କେତେ ଗୁଡ଼ିଏ ସ୍ୱତନ୍ତ୍ର ବ୍ୟବସ୍ଥା ସୁପାରିଶ କରିଛନ୍ତି। ସେ କେତେ ଗୁଡ଼ାଏ ବ୍ୟବସ୍ଥା ପାଇଁ କହିଛନ୍ତି, ଯଦି ଆମେ କ'ଣ ସ୍ୱତନ୍ତ୍ରତାକୁ ରକ୍ଷା କରିବା ପାଇଁ। କ ନମ୍ବର ଯଦି ଦେଖିବା, ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯିବା କ୍ଷେତ୍ରରେ ସ୍ୱତନ୍ତ୍ରତାର ସୁରକ୍ଷା ସମ୍ଭବ ମନେ ହୁଏ। ଯଦି ଆମେ ଲୋକଙ୍କୁ ସ୍ୱତନ୍ତ୍ରତା ପ୍ରଦାନ କରିବା, ସେ ସ୍ୱତନ୍ତ୍ରତା ବଜାୟ ରହିବା ବୋଲି ସେ କହିଛନ୍ତି। ସ୍ୱତନ୍ତ୍ର ସୁବିଧା ଅଧୀନରେ ପରିପନ୍ଥୀ ଅଟେ। ନିହାତି ଭାବରେ ସେ କ'ଣ, ସ୍ୱତନ୍ତ୍ରତା ଦେଲେ ସ୍ୱତନ୍ତ୍ରତା ବ୍ୟକ୍ତି ନିଜେ ଗ୍ରହଣ କରିଥାଏ ଏବଂ ସ୍ୱତନ୍ତ୍ରତାକୁ ମାନି ଚଳିଥାଏ। ଯେଉଁ ରାଷ୍ଟ୍ରରେ ଲୋକମାନଙ୍କର ଅଧିକ ଅନ୍ୟମାନଙ୍କର ମର୍ଜି ଉପରେ ନିର୍ଭରଶୀଳ, ସେଠାରେ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ ବୋଲି ସେ କହିଛନ୍ତି। ଯେଉଁ ରାଷ୍ଟ୍ରରେ ଲୋକମାନଙ୍କର ଅଧିକାର ଅନ୍ୟମାନଙ୍କର ମର୍ଜି ଉପରେ ନିର୍ଭର ବା ଲୋକମାନଙ୍କର ଯେଉଁ ଇଚ୍ଛା ଅନ୍ୟ ଲୋକମାନଙ୍କର ବା ରାଷ୍ଟ୍ର ଉପରେ ନିର୍ଭର କରିଥାଏ, ସେ ରାଷ୍ଟ୍ର ସ୍ୱାଧୀନତା ଲାଭର ମୂଲ୍ୟ ନିରର୍ଥକ, ତାର ମୂଲ୍ୟ ହେଉଛି ଜିରୋ ବୋଲି ସେ କହିଛନ୍ତି। ସ୍ୱାଧୀନତାର ସୁରକ୍ଷା ପାଇଁ ବେଳେ ବେଳେ ରାଷ୍ଟ୍ରର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଯଦି ରାଷ୍ଟ୍ର ନିହାତି ଭାବରେ କାର୍ଯ୍ୟାନୁଷ୍ଠାନ ନେବାର ଦରକାର ସ୍ୱାଧୀନତା ଲାଭ ପାଇଁ। ନିମ୍ନରେ ସ୍ୱତନ୍ତ୍ରତାର କେତେକ ରକ୍ଷା କବଚ ସମ୍ବନ୍ଧରେ ଆଲୋଚନା କରାଗଲା। ବର୍ତ୍ତମାନ ଆମେ ଦେଖିବା କ'ଣ, ସ୍ୱାଧୀନତାର ସତର୍କତା ଗୁଡ଼ିକ ଆମେ ବର୍ତ୍ତମାନ ଆଲୋଚନା କରିବା। ଗୋଟାଏ ରାଷ୍ଟ୍ରର ସମସ୍ତ ଜନସାଧାରଣଙ୍କର ସ୍ୱତନ୍ତ୍ରତା ପାଇଁ ବଳବତ୍ତୀ ଇଚ୍ଛା ବା ସତର୍କତା ରହିବାର ଆବଶ୍ୟକ। ନିହାତି ଭାବରେ କ'ଣ, ସମସ୍ତଙ୍କର ଇଚ୍ଛା ରହିବା ଦରକାର। ବାହ୍ୟ ପ୍ରଯୋଗ କରି କାହା ମଧ୍ୟରେ ଏହି ଭାବନା ସୃଷ୍ଟି କରାଯାଇପାରିବ ନାହିଁ। ବାହ୍ୟ ଆଡ଼ୁ ଚାପ ପ୍ରଯୋଗ କରି କୌଣସି ଲୋକର ଭାବନାକୁ କ'ଣ, ଉଦ୍ବେଗକୁ ସ୍ୱାଧୀନକୁ ଆମେ ହେମ୍ପର କରିପାରିବା ନାହିଁ। ତାପରେ ଦେଖିବା 2 ନମ୍ବର, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ଡେମୋକ୍ରେଟିକ୍ ଫର୍ମ ଅଫ୍ ଗଭର୍ଣ୍ଣମେଣ୍ଟ। ଏଇଟା ଯଦି ରହିବ ତାହେଲେ ସ୍ୱତନ୍ତ୍ରତା ବା ଲିବର୍ଟିଟା ନିହାତି ଭାବରେ ତିଷ୍ଠି ରହିଥାଏ। ଗଣତନ୍ତ୍ର ହେଉଛି ଏପରି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ସରକାର ଗଠନ କରିବାରେ ସମସ୍ତଙ୍କର ଭାଗ ରହିଅଛି। କେବଳ ଏହି ବ୍ୟବସ୍ଥାରେ ସମସ୍ତେ ସୁସ୍ଥ ବାତାବରଣ ମଧ୍ୟରେ ଶାନ୍ତି ସ୍ୱାଧୀନତା ଉପଭୋଗ କରିପାରିବେ। ନିହାତି ଭାବରେ ଯଦି ଫର୍ମ ଅଫ୍ ଡେମୋକ୍ରେସି ଅଛି ଯେଉଁ ରାଷ୍ଟ୍ରରେ, ସେ ଜାଗାରେ ସମସ୍ତେ ଠିକ୍ ଭାବରେ ରହିପାରିବେ, ଶାନ୍ତିପୂର୍ଣ୍ଣ ଭାବରେ ସ୍ୱାଧୀନତାକୁ ମଧ୍ୟ ଉପଭୋଗ କରିପାରିବେ। 3 ନମ୍ବର ପଏଣ୍ଟ ଆମେ ଦେଖିବା କ'ଣ, କ୍ଷମତାର ବିକେନ୍ଦ୍ରୀକରଣ, ସେପାରେସନ୍ ଅଫ୍ ପାୱାର। ଲର୍ଡ଼ ଆକ୍ଟନଙ୍କର ଭାଷାରେ କ୍ଷମତା ଅପପ୍ରୟୋଗ ପାଇଁ ପଥ ଉନ୍ମୁକ୍ତ କରେ ଓ କ୍ଷମତା ନିରଙ୍କୁଶକୁ ଅପପ୍ରୟୋଗ ବାଟ ଖୋଲିଦିଏ। ଯଦି ଆମେ କହିବା କ୍ଷମତା ସହିତ ଏହାର ଅପବ୍ୟବହାର କରି ଏକ ଅନ୍ତର୍ନିହିତ ଗୁଣ ବୋଲିକିରି କହିବା। କ୍ଷମତାକୁ ଅପବ୍ୟବହାର କଲେ କ'ଣ, ଆମ ପାଖରେ ଲିବର୍ଟି ରହିପାରିବ ନାହିଁ। ତେଣୁ କ୍ଷମତାର ବିକେନ୍ଦ୍ରୀକରଣ କରିବା ହେଉଛି ଆମର ମୂଲ୍ୟ ଉଦ୍ଦେଶ୍ୟ। ଯଦି ବିକେନ୍ଦ୍ରୀକରଣ ବା ସେପାରେସନ୍ ଅଫ୍ ପାୱାର କରିବା, ତାହେଲେ ଆମ ପାଖରେ ଅତ୍ୟଧିକ ଭାବରେ ଲିବର୍ଟି ତିଷ୍ଠି ରହିବ। ଯଦିଓ ସରକାରଙ୍କର 3ଟି ବିଭାଗ ମଧ୍ୟରେ ପୂର୍ଣ୍ଣ କ୍ଷମତା ବିକେନ୍ଦ୍ରୀକରଣ ସମ୍ଭବପର ନୁହେଁ, ସେମାନଙ୍କର ମଧ୍ୟରେ ଉତ୍ତମ ସହଯୋଗ ଫଳରେ ଜନସାଧାରଣଙ୍କର ସ୍ୱାଧୀନତା ସୁରକ୍ଷା ହୋଇଥାଏ। ଯଦି ତାଙ୍କ ଭିତରେ ସମ୍ପର୍କ ମଧ୍ୟ ଠିକ୍ ରହିପାରିବ ନାହିଁ, କିନ୍ତୁ ଯୋଗାଯୋଗ ଠିକ୍ ରହିବା ଦରକାର। ତେଣୁକରି କ'ଣ, ସ୍ୱତନ୍ତ୍ରତା ତିଷ୍ଠି ରହିଥାଏ ବୋଲି ସେ କହିଛନ୍ତି। 4 ନମ୍ବର ଦେଖିବା, ମୌଳିକ ଅଧିକାର, ଫଣ୍ଡାମେଣ୍ଟାଲ ରାଇଟ୍ସ। ଜନସାଧାରଣଙ୍କୁ ମୌଳିକ ଅଧିକାର ପ୍ରଦାନ କରାଯାଇ
ସେମାନଙ୍କୁ ତାଙ୍କର କର୍ତ୍ତବ୍ୟ ଓ ରାଷ୍ଟ୍ରର କର୍ତ୍ତୃତ୍ୱ ସମ୍ପର୍କରେ ଅବହିତ କରାଯାଇବା ଆବଶ୍ୟକ। ନିହାତି ଭାବରେ ରାଷ୍ଟ୍ରର ମୌଳିକ ଅଧିକାର ପ୍ରଦାନ କରିବା ଦ୍ୱାରା ତାଙ୍କର କର୍ତ୍ତବ୍ୟ ବିଷୟରେ ଜନସାଧାରଣ ଅବଗତ ହୁଅନ୍ତି, ଯାହାଫଳରେ କ'ଣ ଆମେ କହିପାରିବା ଲିବର୍ଟିଟା ସୁରକ୍ଷିତ ରହିଥାଏ। ତାପରେ ଦେଖିବା ସ୍ୱାଧୀନ ବିଚାରାଳୟ ଇଣ୍ଡିପେଣ୍ଡେଣ୍ଟ ଜୁଡ଼ିସିଆରୀ ରହିଥିବାର କଥା। ମୌଳିକ ଅଧିକାର ସୁରକ୍ଷା ପାଇଁ ଏକ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଆବଶ୍ୟକତା ରହିଅଛି। ନିହାତି ଭାବରେ ସ୍ୱାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଯଦି ନ ରହିବ ତାହେଲେ ଆମେ କ'ଣ ଆମ ପାଖରେ କୌଣସି ପ୍ରକାର ସ୍ୱାଧୀନତା ବା ଫ୍ରିଡ଼ମ୍ ବା ଲିବର୍ଟି ରହିପାରିବ ନାହିଁ। ରୁଲ୍ର ଶାସନ ଯଦି ଦେଖିବା କ'ଣ ରୁଲ୍ ଅଫ୍ ଲ ଆଇନର ଶାସନ ଆମେ କହିପାରିବା। ଆଇନର ଶାସନ ପ୍ରତିଷ୍ଠା କରାଯାଇ ଧନୀ ନିର୍ଦ୍ଧନୀ ଉଚ୍ଚ ଭେଦଭାବ ରଖା ନଗଲେ ସ୍ୱତନ୍ତ୍ରତାର ସୁରକ୍ଷା ସମ୍ଭବପର ହେବ। ଯଦି ଭେଦଭାବ ନ ରହିବ, ଉଚ୍ଚ ନିଚ ନ ରହିବ, ତାହେଲେ ଅତ୍ୟାଧିକ କ'ଣ ଲିବର୍ଟିଟା ତିଷ୍ଠି ରହିପାରିବ। 7 ନମ୍ବର ଦେଖିବା ଆମେ ଜନମତ ଓ ସ୍ୱାଧୀନ ସମ୍ବାଦପତ୍ର। ସ୍ୱାଧୀନ ସମ୍ବାଦପତ୍ର ଓ ସୁସ୍ଥ ଜନମତ ଲୋକମାନଙ୍କର ସଚେତନତା କରାଇବା ସହାୟକ ହୋଇଥାଏ ଓ ଏହା ସେମାନଙ୍କର ସ୍ୱାଧୀନତା ସୁରକ୍ଷା କରିବାରେ ସମର୍ଥ ହୋଇଥାଏ। ଯଦି ନିହାତି ପବ୍ଲିକ୍ ଓପିନିଅନ୍ ଆଣ୍ଡ ଫ୍ରି ପ୍ରେସ୍ ଯଦି ଆମେ କରିବା ବା ସ୍ୱାଧୀନ ସମ୍ବାଦପତ୍ର କଥା କହିବା, ତାହେଲେ ଲୋକମାନଙ୍କୁ ସେ ସଚେତନତା କରିବେ ଆଉ ଲୋକମାନେ ସଚେତନତା ହେଲେ ତାଙ୍କର କ'ଣ ନିହାତି ଭାବରେ ତାଙ୍କ ପାଖରେ ଲିବର୍ଟି ବା ରହିପାରିବ। 8 ନମ୍ବର ଦେଖିବା ଉତ୍ତରଦାୟୀ ସରକାର ରେସ୍ପନ୍ସିବୁଲ୍ ଗଭର୍ଣ୍ଣମେଣ୍ଟ ନିହାତି ଭାବରେ ଥିବା ଦରକାର। ଜନସାଧାରଣଙ୍କର ଦ୍ୱାରା ନିର୍ବାଚିତ ସରକାର ସେମାନଙ୍କର କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ। ତେଣୁ ଏକ ଦ୍ୱିଦଳୀୟ ବ୍ୟବସ୍ଥା ରହିଲେ ଲୋକମାନଙ୍କର ଅଧିକାର ଅଧିକ ସୁରକ୍ଷିତ ହୋଇପାରିବ। ଯଦି ଦ୍ୱିଦଳୀୟ ବ୍ୟବସ୍ଥା ରହିବ ତାହେଲେ ଲୋକମାନଙ୍କର ଅଧିକାର ନିହାତି ଭାବରେ ସମ୍ପୂର୍ଣ୍ଣ ଭାବରେ ରହିପାରିବ, ସୁସ୍ଥ ଭାବରେ ରହିପାରିବ ବା ସୁରକ୍ଷିତ ରହିପାରିବ। ସ୍ୱତନ୍ତ୍ରତା ସହିତ ଆଇନର ସମ୍ପର୍କିତ ରିଲେସନ୍ ଅଫ୍ ଲିବର୍ଟି ୱିଥ୍ ଲ। ଲ ସହିତ କ'ଣ ବା ଆଇନର ସହିତ କ'ଣ ସ୍ୱତନ୍ତ୍ରତାର ସମ୍ପର୍କ କ'ଣ ଅଛି ଦେଖିବା। ସ୍ୱତନ୍ତ୍ରତା ଓ ଆଇନର ସମ୍ପର୍କକୁ ନେଇ ରାଜନୀତି ବିଜ୍ଞାନ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ଯଦି ଦେଖିବା କ'ଣ ରାଜନୀତି ବିଜ୍ଞାନରେ ମତ ପାର୍ଥକ୍ୟ ମଧ୍ୟ ଦେଖାଯାଏ। ଜନ୍ ଲକ୍ଙ୍କର ମତରେ ସ୍ୱତନ୍ତ୍ରତା ଉପଭୋଗ କରିବା ପାଇଁ ଆଇନ ଏକ ସୁସ୍ଥ ପରିବେଶ ସୃଷ୍ଟି କରେ। ଯଦି ଆଇନ ନଥିବ ଆମେ ସ୍ୱତନ୍ତ୍ରତା ଠିକ୍ ଭାବରେ ପାଇପାରିବା ନାହିଁ। ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ତେଣୁ ସ୍ୱତନ୍ତ୍ରତା ପାଇଁ ଏହା ଅପରିହାର୍ଯ୍ୟ। ନିହାତି ଭାବରେ ସ୍ୱତନ୍ତ୍ରତା ପାଇବା ପାଇଁ ନିହାତି ଭାବରେ ରୁଲ୍ସ ବା ଲ ରହିବା କଥା ବୋଲି ସେ କହିଛନ୍ତି। ମାତ୍ର ହବ୍ସ, ଡାଇସ୍ ପ୍ରଭୃତି ଭିନ୍ନ ମତ ପୋଷଣ କରିଛନ୍ତି। ଡାଇସ୍ କହିଛନ୍ତି ଗୋଟାଏ ଅଧିକ ରହିଲେ ଅନ୍ୟଟି କମିଯିବା ସ୍ୱାଭାବିକ। ନିହାତି ଭାବରେ ଯଦି ରୁଲ୍ ଥିବ ତାହେଲେ ସ୍ୱାଧୀନତା କମିଯିବ, ଯଦି ସ୍ୱାଧୀନତା ଥିବ ରୁଲ୍ କମିଯିବ ବୋଲି ସେ କହିଛନ୍ତି। ନିରାଷ୍ଟ୍ରବାଦୀମାନେ ନିରଙ୍କୁଶ ସ୍ୱାଧୀନତା ଭୋଗ କରିବା ପାଇଁ ରାଷ୍ଟ୍ରର ବିନାଶ କଥା କହିବାକୁ ମଧ୍ୟ କୁଣ୍ଠାବୋଧ କରିନାହାନ୍ତି। ତେଣୁ ପ୍ରକୃତ ସତ୍ୟ ଏହି ଦୁଇଟି ଭିନ୍ନ ମତ ମଧ୍ୟରେ ପାର୍ଥକ୍ୟ ଅବସ୍ଥିତ, ଏଥିରେ ସନ୍ଦେହ ଆବଶ୍ୟକ ନାହିଁ। ଆଇନ ଓ ସ୍ୱାଧୀନତା ମଧ୍ୟରେ ଥିବା ସମ୍ପର୍କ ଗୋଟାଏ ନିର୍ଦ୍ଦିଷ୍ଟ ଶାସନ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ନିହାତି ଭାବରେ ଆଇନ ଏବଂ ସ୍ୱତନ୍ତ୍ରତା ଏକ ନିର୍ଦ୍ଦିଷ୍ଟ ଶାସନ ବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଥାଏ। ଗୋଟାଏ ଏକଛତ୍ରବାଦ ଶାସନ ବ୍ୟବସ୍ଥାରେ ଆଇନର ଜନମତର ପ୍ରତିଫଳନ ହୋଇଥିବାରୁ ଏହା ସ୍ୱତନ୍ତ୍ରତାକୁ ସୁରକ୍ଷା ପ୍ରଦାନ କରିବାରେ ଅସମର୍ଥ ହୋଇଥାଏ। ଗୋଟାଏ ଗଣତାନ୍ତ୍ରିକ ରାଷ୍ଟ୍ର ବ୍ୟବସ୍ଥାରେ ଆଇନ ସ୍ୱତନ୍ତ୍ରତା ଉପଭୋଗ ପାଇଁ ଏକ ଶାସନ ବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଥାଏ। ଯଦି ଦେଖିବା ଏକଛତ୍ରବାଦରେ ସ୍ୱତନ୍ତ୍ରତା କୌଣସି ପ୍ରକାର ନଥାଏ, କିନ୍ତୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତ ପ୍ରକାର ସ୍ୱତନ୍ତ୍ରତା ବା ବ୍ୟକ୍ତିର ଫ୍ରିଡ଼ମ୍ ମଧ୍ୟ ଥାଏ। ଆଇନ ବ୍ୟତିରେକ ସ୍ୱତନ୍ତ୍ରତା ହେଉଛି ଲାଇସେନ୍ସ ପ୍ରାପ୍ତ କ୍ଷମତା ଅପବ୍ୟବହାର ଓ ସ୍ୱତନ୍ତ୍ରତାର ବ୍ୟତିରେକ ଆଇନ ହେଉଛି ପ୍ରଦାନକାରୀ ସ୍ୱାର୍ଥକାରୀ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥା ବୋଲି କୁହାଯାଇଅଛି। ତେଣୁ ଆଇନ ସ୍ୱତନ୍ତ୍ରତା ଉପଭୋଗ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରିଥାଏ, ଯେଉଁଠାରେ ଆଇନର ପରିସମାପ୍ତି ବିଶୃଙ୍ଖଳା ବା ଆରମ୍ଭ ହୋଇଥାଏ ବୋଲି କୁହାଯାଏ। ତେଣୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ ସ୍ୱତନ୍ତ୍ରତା ଆଇନ ବ୍ୟତିରେକ ବିଶୃଙ୍ଖଳା ସୃଷ୍ଟି କରିଥାଏ। ଯଦି ଆଇନ ଏବଂ ସ୍ୱତନ୍ତ୍ରତା ନ ରହିବ ତାହେଲେ ବିଶୃଙ୍ଖଳା ନିହାତି ଭାବରେ ସୃଷ୍ଟି କରିଥାଏ। ଯେହେତୁ ଶୃଙ୍ଖଳା ଓ ବିଶୃଙ୍ଖଳା ପରସ୍ପର ବିରୋଧାତ୍ମକ, ତେଣୁ ଆଇନ ଓ ସ୍ୱତନ୍ତ୍ରତା ପରସ୍ପର ପରିପୂରକ। ଯଦି କହିବା ଆଇନକୁ ଆମେ କ'ଣ ସ୍ୱତନ୍ତ୍ରତା ବୋଲି କହିପାରିବା,
ସ୍ୱତନ୍ତ୍ରତାକୁ ଆଇନ ବୋଲି ମଧ୍ୟ କହିପାରିବା। ଆଇନ ଦ୍ୱାରା ହିଁ ସ୍ୱତନ୍ତ୍ରତାର ସୁରକ୍ଷା ସମ୍ଭବ ଓ ଆଇନ ଦ୍ୱାରା ହିଁ ସ୍ୱତନ୍ତ୍ରତାର ଅଭିବୃଦ୍ଧି ସମ୍ଭବ ହୋଇପାରେ। ଆଇନ ଦ୍ୱାରା ହିଁ ଆମେ କ'ଣ ସ୍ୱତନ୍ତ୍ରତା ଲୋକମାନଙ୍କୁ ଅତ୍ୟଧିକ ଦେଇପାରୁ ବା ଆଇନ ଦ୍ୱାରା ହିଁ ସ୍ୱତନ୍ତ୍ରତା ଲୋକମାନଙ୍କ ଠାରୁ ଆଣି ବି ପାରୁ। ଆଇନ ପ୍ରଣୟନ ଦ୍ୱାରା ଶ୍ରମଜୀବୀମାନଙ୍କର ସ୍ୱାର୍ଥର ସୁରକ୍ଷା ରହିଅଛି। ଯଦି ଦେଖିବା ଆଇନ ଦ୍ୱାରା ହିଁ ଶ୍ରମଜୀବୀମାନଙ୍କର ସ୍ୱାର୍ଥର ସୁରକ୍ଷା ରହିଛି ବୋଲି ଆମେ କହିପାରିବା। ସେମାନେ ଉପଯୁକ୍ତ ପରିଶ୍ରମ ପାଇପାରିଛନ୍ତି ଓ ଦୁର୍ଘଟଣା ଜନିତ ସାହାଯ୍ୟ ପାଇଁ ଦରକାର ପାଇପାରିଛନ୍ତି। ଯଦି ଦେଖିବା ବା ଯଦି ଆଇନ ନଥାନ୍ତା ତାହେଲେ ପରିଶ୍ରମୀ ଠିକ୍ ସମାନ କାମକୁ ସମାନ ଦରମା ମଧ୍ୟ ପାଇପାରିନଥାନ୍ତେ ବା ଦୁର୍ଘଟଣା ଜନିତ କୌଣସି ପ୍ରକାର କାର୍ଯ୍ୟ ହେଲେ ସାହାଯ୍ୟ ମଧ୍ୟ ପାଇପାରିନ। ତେଣୁ ଆଇନ ନିହାତି ଦରକାର ବୋଲି କହିଛନ୍ତି। କିନ୍ତୁ ସମସ୍ତ ଆଇନ ଦ୍ୱାରା ଶ୍ରମିକମାନଙ୍କର ସ୍ୱାର୍ଥର ସୁରକ୍ଷା ସମ୍ଭବପର ନୁହେଁ। ଯଦି କହିବା ସବୁ ଆଇନ ଦ୍ୱାରା ମାନେ ଶ୍ରମିକମାନଙ୍କର ସୁରକ୍ଷା କରିପାରିବା ନାହିଁ। ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରେ ପ୍ରଣୀତ ଆଇନ କେବେ ମଧ୍ୟ ଶ୍ରମିକମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇପାରିବ ନାହିଁ। ଏକଛତ୍ରବାଦରେ ଶ୍ରମିକମାନଙ୍କର କ'ଣ ସ୍ୱାର୍ଥର ସୁରକ୍ଷା ପାଇପାରିବେ ନାହିଁ। ତେଣୁ ଏହି ବ୍ୟବସ୍ଥା ଆଇନ ଓ ସ୍ୱତନ୍ତ୍ରତା ପରସ୍ପର ବିରୋଧୀ। ଯଦି ଦେଖିବା ସ୍ୱତନ୍ତ୍ରତା ଏବଂ ଆଇନ ଏକଛତ୍ରବାଦର ପରସ୍ପର ବିରୋଧୀ ବୋଲି ଆମେ କହିପାରିବା। ପରିଶେଷରେ ଏତିକି ଯାଇପାରିବ ଯେ ନିରଙ୍କୁଶ ସ୍ୱାଧୀନତାର ଅର୍ଥ ପ୍ରକୃଷ୍ଟ ସ୍ୱାଧୀନତା ନୁହେଁ, କାରଣ ସୁଯୋଗ ଅପବ୍ୟବହାର କରିବା ଏହାର ଏକ ଅଭିନବ ଉପାୟ। ଯଦି କହିବା ସ୍ୱତନ୍ତ୍ରତାର ଅର୍ଥ ଏମିତି ଏକ ନୁହେଁ ଯାହା ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା। ସ୍ୱତନ୍ତ୍ରତାର ଏମିତି ଅର୍ଥ ଆମେ କହିପାରିବା ଯାହା ମଣିଷକୁ ବିକାଶ ବା ଗତିଶୀଳ ହେବା ପାଇଁ ସୁଯୋଗ ପ୍ରଦାନ କରିବା। ତେଣୁ ସ୍ୱତନ୍ତ୍ରତା କେବେ ମଧ୍ୟ ନିରଙ୍କୁଶ ନ ହୋଇ ସଦାବେଳେ ଆଇନ ଦ୍ୱାରା ଯୁକ୍ତି ସଂଗଠି ନିୟନ୍ତ୍ରଣ ହେବା ଆବଶ୍ୟକ। ଯଦି କହିବା କ'ଣ ନିରଙ୍କୁଶ ନ ହୋଇ ଆଇନ ଦ୍ୱାରା ନିହାତି ଭାବରେ ଯୁକ୍ତିଯୁକ୍ତ ହେବାର କଥା, ତାକୁ ଆମେ ସ୍ୱତନ୍ତ୍ରତା କହିପାରିବା। ତେଣୁ ସ୍ୱତନ୍ତ୍ରତା ନିରଙ୍କୁଶ ସ୍ୱାଧୀନତା ନ ହୋଇ ଏହାଠାରୁ ସବୁବେଳେ କିଛି କମ୍ ହେବା ଆବଶ୍ୟକ ବୋଲି କୁହାଯାଏ। ସ୍ୱତନ୍ତ୍ରତାକୁ ନିହାତି ଭାବରେ ପ୍ରାଧାନ୍ୟ ଦେବା ଦରକାର ଏବଂ ସ୍ୱତନ୍ତ୍ରତା ଦ୍ୱାରା ବ୍ୟକ୍ତିର ବିକାଶ ହୋଇଥାଏ। ତେଣୁ ଆମେ ସ୍ୱତନ୍ତ୍ରତାକୁ ବଜାୟ ରଖିବା ନିହାତି ଦରକାର ଏବଂ ଏହା କେବଳ ଏକଛତ୍ରବାଦ ଗଣତନ୍ତ୍ର ଶାସନ ନୁହେଁ, ଦ୍ୱିଦଳୀୟ ବ୍ୟବସ୍ଥା ଗଣତନ୍ତ୍ର ଶାସନରେ ନିହାତି ଭାବରେ ଅଧିକ ସ୍ୱତନ୍ତ୍ରତା ଉପଭୋଗ କରିଥାନ୍ତି ଜନସାଧାରଣମାନେ ଏବଂ ଗଣତନ୍ତ୍ର ସରକାରରେ ମଧ୍ୟ ନିହାତି ଭାବରେ ସ୍ୱତନ୍ତ୍ରତା ଏବଂ ଆଇନ ଦୁଇଟି ଯାକ ପରସ୍ପର ପରିପୂରକ ହୋଇ ଲୋକମାନେ ଏହାକୁ ଗ୍ରହଣ କରିଥାନ୍ତି।